ଜଳକା ଘଞ୍ଚ ଜଙ୍ଗଲ ଥିଲା। ଆଚ୍ଛା ଆଚ୍ଛା ମାନେ ସାପ ସରୀସୃପ ଅଶରୀରୀ ଏଇମାନଙ୍କର ସବୁ ସେଠି ତାଙ୍କର ପ୍ରାଦୁର୍ଭାବ। ଆଜ୍ଞା କିନ୍ତୁ ସେଇ ସମୟ ଭିତରେ କିଛି ଦୂରରୁ କିଛି ପଥର କଟାଳି ଗୋଟେ ଶଗଡ଼ ଭିତରେ ସେ ପଥର ଧରିକି ଆଣିକି ଜଳକା ପାହାଡ଼ ତଳେ ରଖନ୍ତି। ପ୍ରତ୍ୟେକ ଦିନ ସେ ଲଦି ଦିନ ଶଗଡ଼ରେ ବିକିବାକି ଦିଅନ୍ତି। ସନ୍ଧ୍ୟାବେଳକୁ ପୁଣି ପାହାଡ଼ ତଳକୁ ଫେରନ୍ତି। ରୋଷେଇବାସ କରି ଭଲ ମନ୍ଦ ଖାଇ ସେ ବଞ୍ଚନ୍ତି। ତାଙ୍କ ଭିତରେ ଗୋଟେ ବୁଢ଼ା ଲୋକ ଥିଲେ। ଆଜ୍ଞା ସିଏ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ଗାଧୁଆପାଧା କରି ପୋଛି ପଛେଇକି ପାହାଡ଼ ଉପରୁ ଚଢ଼ିକି ଯାଏ। ସେଠି ଧ୍ୟାନ ଧାରଣା କରେ, ଗୁରୁଦେବଙ୍କର ସାଙ୍ଗରେ ପ୍ରାର୍ଥନା କରେ, ସେବା କରେ, ପ୍ରସାଦ ବି ଗଣ୍ଡେ ସେଠି ପାଏ। ଯାହା ଯତ୍କିନ୍ ସେ ଆସେ ଠାକୁରଙ୍କୁ ସେ ଦେଇକି ସେ ଆସେ। ଏମିତି ତା ଜୀବନରେ ଅନେକ ବର୍ଷ ପଳେଇଲା। ଦିନେ ତା ପ୍ରାଣରେ ବ୍ୟାକୁଳ ହେଲା। ସେ ଶୁଣିଛି ଗୁରୁ ନ କଲେ ଜୀବନରେ ତ୍ରାଣ ନଥାଏ, ପରିତ୍ରାଣ ହୁଏ ନା। ସେଠୁ ସେ ଯାଇକି କରୁଣାମୟ ସଦ୍ଗୁରୁଦେବଙ୍କ ଚରଣରେ କାନ୍ଦିଲା। କହିଲେ, ଗୁରୁଦେବ, ମୋତେ ବୟସ ଆସିକି 80 ବର୍ଷ ହେଲାଣି। ଆଉ କେତେ ଦିନ ମୁଁ ବଞ୍ଚିବି ମୁଁ ନିଜେ ବି ଜାଣିନି। ମୋତେ ଟିକେ କୃପା କରି ଦୀକ୍ଷା ଦିଅନ୍ତୁ। ପ୍ରଥମ ଦିନ ଗୁରୁଦେବ ତାର କୌଣସି କଥାକୁ କାନକୁ ନେଲେନି। ପୁଣି ସେ ଦ୍ୱିତୀୟ ଦିନ ଗଲେ। ଦ୍ୱିତୀୟ ଦିନ ମଧ୍ୟ ସେମିତି ବ୍ୟାକୁଳ ହେଲେ। ସେ ସମୟରେ ଜଳକାରେ ଇଲେକ୍ଟ୍ରିକ୍ ଲାଇଟ୍ ନଥାଏ, ଲଣ୍ଠନ ଆଲୁଅରେ ଜୀବନ ଚାଲିଥାଏ। ଗୁରୁଦେବ ତ ଗୋଟେ କାନ୍ଥ ଦେଖେଇଲେ। କହିଲେ, କାନ୍ଥରେ କ'ଣ ଦେଖୁଛୁ କିରେ? ସେ କହିଲେ, ଆଜ୍ଞା ମୁଁ ଦେଖୁଛି ଗୋଟେ ଛାଇଟେ ଦାଢ଼ିଆ ହୋଇଛି, ଚନ୍ଦା ମୁଣ୍ଡ ଟାଇପ୍ର ଗୋଟେ ଛାଇ ମୁଁ ଦେଖୁଛି, ଗୋଟେ ମୁଣ୍ଡର ଛାଇ ଦେଖୁଛି। ଗୁରୁଦେବ କହିଲେ, ଯା ବାଇଆ ହାତ ଗୁରୁ ଯା। ଅର୍ଥାତ୍ ଯିଏ ଯୋଉ ଗୋଠର ଗାଈ ସିଏ ସେଇ ଗୋଠକୁ ଯିବ। ରାମବାବୁଙ୍କ ଗାଈ ହରିବାବୁଙ୍କ ଘରକୁ ଆସିବନି କି ହରିବାବୁଙ୍କ ଘରକୁ, କାରଣ ଇଏ ଗୁରୁ ଶିଷ୍ୟ ଜନ୍ମ ଜନ୍ମାନ୍ତରର, ଇଏ ଗୋଟିଏ ଦିନର ନୁହେଁ। ଜନ୍ମ ପୂର୍ବ ଜନ୍ମର ସଂସ୍କାର ନେଇ ଏ ଜନ୍ମରେ ସେ ଶିଷ୍ୟତ୍ୱ ରୂପରେ ପୁଣି ସେ ଗୁରୁ ପ୍ରାପ୍ତି ହୁଅନ୍ତି। ତେଣୁ